ଶୋଇବା। ଆଉ କଣ କରିବା ସକାଳୁ ଟିକେ ଯୋଗ କରିବା ବ୍ୟାୟାମ କରିବା କଲେ କଣ ହବ ଆମ ଦେହ ସୁସ୍ଥ ରହିବ। ଆଉ କଣ କରିବା ନା ଖାଇବା ପୂର୍ବରୁ ହାତ ଧୋଇବା ଖାଇ ସାରିଲା ପରେ ମଧ୍ୟ ହାତ ଧୋଇବା ହେଲା। ସମସ୍ତେ ଖାଇବା ପୂର୍ବରୁ ହାତ ଧୋଇକି ଖାଉଛ ଖାଇ ସାରିଲା ପରେ ଭଲକି ହାତ ଧୋଉଛ ଭେରି ଗୁଡ ସେଟା ଗୋଟେ ଭଲ ଅଭ୍ୟାସ ହେଲା। ଆଉ କଣ କରିବା ନା ଆମେ ଠିକ ସମୟରେ ସ୍କୁଲ କୁ ଯିବା ହେଲା। କଣ କରିବା ଠିକ ସମୟରେ ସ୍କୁଲ କୁ ଯିବା ସେ ବି ଗୋଟେ ଭଲ ଅଭ୍ୟାସ ହେଲା। ଆଉ କଣ କରିବା ନା ସ୍କୁଲ କୁ ଗଲା ପରେ ଆମେ ପ୍ରାର୍ଥନା କରିକି ଗୁରୁଜନ ମାନଙ୍କୁ ପ୍ରଣାମ କରିବା। ତମ ଯୋଉ ଗୁରୁ ମାନଙ୍କୁ ସମସ୍ତଙ୍କୁ ଜୁହାର ହେବା ହେଲା। ନମସ୍କାର କରୁଛ ନା ସମସ୍ତେ ଆସିକି ସ୍କୁଲ କୁ ନମସ୍କାର କରିବା। ଆଉ କଣ କରିବା ନା ସ୍କୁଲ ଯେତେବେଳେ ଆମେ ଫେରୁଛନ୍ତି ପୁଣି କଣ କରିବା ଟିକେ ଖେଳିବା। ନ ଖେଳିଲେ ଆମେ ମାନ୍ଦା ହେଇଯିବା ଅଳସୁଆ ହେଇଯିବା। ଟିକେ ବଡି ଭଲ ରହିବା ପାଇଁ କଣ କରିବା ଟିକେ ଖେଳିବା। ଖେଳି ସାରିଲା ପରେ କଣ କରିବା ସନ୍ଧ୍ୟା ହବ ଗୋଡ଼ ହାତ ଧୋଇବା। ସନ୍ଧ୍ୟା ବେଳେ କଣ କରନ୍ତି ପ୍ରାର୍ଥନା କରନ୍ତି। ସମସ୍ତେ ପ୍ରାର୍ଥନା କରୁଛ ନା କରୁଛ ତାହେଲେ ସବୁଦିନ ସନ୍ଧ୍ୟାରେ ସମସ୍ତେ ପ୍ରାର୍ଥନା କରିବ। ତମ ଘରେ ଯୋଉ ତମ ବାପା ମା ଜେଜେ ଭାଇ ଭଉଣୀ ଅଛନ୍ତି ସେମାନଙ୍କୁ କଣ କରିବ ଜୁହାର ହବ ହେଲା। ଆଉ ସବୁବେଳେ କଣ କରିବା ବଡ଼ମାନଙ୍କ କଥା ମାନିବା। ଯିଏ ତମକୁ ଯୋଉ କଥାଟା କହିଲେ ମାନିବ କଣ କରିବ ସମସ୍ତଙ୍କ କଥା ଶୁଣିବ ହେଲା। ଆଉ କଣ କରିବା ରାତିରେ ଶୋଇବାକୁ ଯେତେବେଳେ ଆମେ ଶୋଇବାକୁ ଯାଉଛନ୍ତି ସେତେବେଳେ କଣ କରିକି ଶୋଇବା ବ୍ରଶ କରିକି ଶୋଇବା ହେଲା। ଏଇଭଳିଆ ଯଦି ଆମେ ଭଲ ଗୁଣ ଆମ ଭିତରେ ରଖିବା ହେଲା ତାହେଲେ ଆମେ କଣ ହବା ଦିନେ ନା ଦିନେ ବଡ଼ ହେବା। ତାହେଲେ ଏଇ ସବୁ ଗୁଣକୁ ଆମେ ଆଗକୁ ଯିବା ହେଲା।